भागवतं भागवते परीक्षा केते जन ज्ञानी केवल भागवत ही जना पड़ती रामायण श्रोता आज्ञा अलग है किंतु भागवत श्रोता होचंदी परमहंस श्रोता हंस श्रोता नहेले भागवत बुझिबा टिके कष्ट सेतिपाई भागवत ना होची परमहंस संहिता हमको हंस हबाकू पड़िबो बतक नहीं हंस कौन करे क्षीर आ नीर एकाठी थी आज्ञा से क्षीर को पीदब नीर को पानी की छाड़ीदब ये भागवत होती से आज्ञा उद्धव महाराज पचारे कहले प्रभु आपणकर अति प्रियतम कि भगवान कहिले मु मोर प्रिय नुहे अर्थ मु निजको मध्य भल पाए ना आउ काहे भल पाते ना मो नाभिरु ब्रह्मा सृष्टि नारायणकर नाभिरु किए सृष्टि होती आज्ञा ब्रह्मा ब्रह्मा मोर पुओ तथापि मो ताको भल पाए ना ब्रह्मांकर झाड़ रुद्र सृष्टि शिव सृष्टि अर्थ शिव मोर नाती ब्रह्मांकर से पुओ है ताले पुओर पुओ कौन है नाती मु नाती मध्य मोर प्रिय नुहे अर्थ शंभु भी मोर प्रिय नुहंती मो देह मोर प्रिय नुहे मो पुओ मोर प्रिय नुहे मोर नाती भी प्रिय नुहे ना ताले किए प्रिय उद्धव पचारे ना मो पाखे जो लक्ष्मी मो पाद सेवा करुछि से भी मोर प्रिय नुहे ना ताले प्रिय किए ना आपण भाबुथिबे उद्धव मोर भाई सुळ पाणी बलराम से मोर प्रिय से भी मोर प्रिय ना ताले प्रिय किए ना धेनु पछे पछे बसा गमे क्षीर लोभे धेनु पछे पछे बसा गमे क्षीर लोभे भकत पछरे मुहि थाई से भावे भकत पछरे तुही थाउ से भावे एका तो भकत जीवन एका तो भकत जीवन भकत निमंते तोर शंख चक्रेति शंख चक्रेति एका तो भकत जीवन एका तो भकत जीवन भगवान कहले मोर सबुठुरु उत्तम प्रिय होउछंती मो भक्त अर्थ आपन से केते स्थान आज्ञा दैछंती भागवत भगवान कृष्ण आपन को भागवत रे कोठी आपन रखिछंती आज्ञा काहा को श्रेष्ठ से भाबिछंती सेथि पई भागवत कोन लिखिले मोर भक्त मोर मित्र से करे जगत पवित्र हरि मोर भक्त मोर मित्र से करे जगत पवित्र अहं भक्त पराधीन मो भक्तर अधीन भक्त मोर सब प्रिय आज्ञा लक्ष्मी मो पाई प्रिय नुहे मो सुरपाणी भाई मोर प्रिय नुहे मो पुओ प्रिय नुहे मो नाती प्रिय नुहे मु निजक मध्य मोर प्रिय नुहे मो शरीर मोर प्रिय किए सेति पाई मोर भक्तर पाद धूली दरकार आमे कहचे प्रभु तम पाद धूली हमको दरकार कि भगवान कहउछंती तेणु धेनु पछे पछे बसा गमे क्षीर लोभे धेनु पछे पछे बसा गमे क्षीर लोभे भगत पछरे तुही थाउ से भावे भगत पछरे तुही थाउ से भावे भक्त कौन कहे मोर माँ माने भाई माने अंजलि रे जन भरी पिउथिबे बकड़ करी बसन
ସଚିପତି ପଦ ତୁଚ୍ଛ ମଣୁଥିବେ ଥିଲେ ତୁମ ସନିଧାନ। କଣ ନ କଲେ ଆଜ୍ଞା ଭକ୍ତ ଭକ୍ତ କଣ ନ କହୁଛି ସଚିପତି ପଦ ତୁଚ୍ଛ ମଣୁଥିବେ। ହେ ପ୍ରଭୁ ଆଞ୍ଜୁଳିରେ ପାଣି ପିଉଥିବି ବକଳ ବସନ ପିନ୍ଧୁଥିବି ଯଦି ତୁ ମୋତେ ମୋ ପାଖେ ଥିବୁ ମୋର ସଚିପତ ପଦ କିଛି ଦରକାର ନାହିଁ ଇନ୍ଦ୍ର ପଦ। ଏତିକି ଆଜ୍ଞା ଭଲ ପାଆନ୍ତି ଭଗବାନ ଭକ୍ତକୁ ଭକ୍ତ ଭଲ ପାଏ ଭଗବାନଙ୍କୁ। ସେଇଭଳି ଆଜି ତିନୋଟି ଭକ୍ତ ଚରିତ୍ର କଥା କୁହାଯିବ ଭାଗବତରେ। ମହାଭାରତ ଯୁଦ୍ଧ ସରିଯାଇଛି। ପିତାମହ ଭୀଷ୍ମ ସରଶଯ୍ୟାରେ ଶୟନ କରିଛନ୍ତି। ତାଙ୍କ ମା କି ଗଙ୍ଗା ଗଙ୍ଗା ଯାଇ ପହଞ୍ଚିଗଲେ। କହିଲେ ଧନରେ ତୁ ସରଶଯ୍ୟାରେ କାହିଁ ରହିଛୁ? ତୁ ତ ଇଚ୍ଛା ମୃତ୍ୟୁ ବର ମୋଠୁ ନେଇଛୁ। ତୁ ରହିଛୁ କାହିଁ ସରଶଯ୍ୟାରେ? ନା ମା ମୁଁ ଜୀବନରେ କିଛି ପାପ କରିନି। ମୁଁ ମଲାବେଳେ କାହିଁକି ସରଶଯ୍ୟା ପାଇଲି ମୁଁ ଏ କାରଣ ଜାଣିପାରୁନି। ସେଇଥିପାଇଁ ଅପେକ୍ଷା କରିଛି। ନା ଧନରେ ମୁଁ ଆସି ତତେ ସେ କାରଣ କହିବା। ମୁଁ ଆସି ତତେ ସେ କାରଣ କହିବା। ଭୀଷ୍ମ କହିଲେ ମା କଣ କାରଣ ଅଛି? ନା ପାଞ୍ଚଟି କାରଣ ପାଇଁ ତୁ ଆଜି ସରଶଯ୍ୟା ହେଇଛୁ। ନା ପ୍ରଥମ କାରଣ ହଉଛି ଧର୍ମରାଜ ଯୁଧିଷ୍ଠିର ଯେତେବେଳେ ପଶା ଖେଳିବାକୁ ଗଲେ ତୁ ମନା କଲୁନୁ କାହିଁକି? ବୋଲ ବୃନ୍ଦାବନ ବିହାରୀ ଲାଲ। ଧର୍ମରାଜ ଯୁଧିଷ୍ଠିର ଯେତେବେଳେ ପଶା ଖେଳିବାକୁ ଗଲେ ତୁ ମନା କଲୁନୁ କାହିଁକି? ଯେ ଧର୍ମରେ ଯାଏ ସେ କେବେ ଜୀବନରେ ପଶା ଖେଳେନି। ତୁ ଏଡେ ବଡ ବିଜ୍ଞ ଥିଲୁ ତୁ ମୋର ପୁଅ ତୁ ମନା କଲୁନି କାହିଁକି? ତୁ ସେଥିପାଇଁ ସରଶଯ୍ୟା ପାଇଛୁ। ନା ଆଉ ନା ଦ୍ୱିତୀୟରେ ଗଙ୍ଗା କହୁଛନ୍ତି ଦ୍ରୌପଦୀ ଯେତେବେଳେ କୁରୁସଭାରେ ବିଭୀଷଣ କରାଗଲା ତୁ ନୀରବ ଦୃଷ୍ଟା ସାଜିଥିଲୁ। ସେଥିପାଇଁ ଆଜି ସରଶଯ୍ୟା ତୋର ହେଇଛି। ନା ମା ଆଉ ନା ତୃତୀୟ କାରଣ ଅର୍ଜୁନ ଆସିଥିଲା ଛଦ୍ମ ରୂପରେ ତୋ ପାଖକୁ। ତୁ ପାଣ୍ଡବମାନଙ୍କ ମୃତ୍ୟୁଶର ଦେଲୁ କାହିଁକି? ସେଥିପାଇଁ ତୁ ଆଜି ସରଶଯ୍ୟା ହେଇଛୁ। ନା ଆଉ ନା ଚତୁର୍ଥରେ ତୋର ଯୁଦ୍ଧ ହଉଥିଲା ମହାଭାରତ ଯୁଦ୍ଧରେ କୁରୁକ୍ଷେତ୍ରରେ ଅର୍ଜୁନ ସହିତ ତୋର ଯୁଦ୍ଧ ହଉଥିଲା। ଶିଖଣ୍ଡୀ ଯଦି ବସିଲା କୃଷ୍ଣଙ୍କ ଆସନରେ ସାରଥୀ ତୋର ସାରଥୀ ସହିତ ଯୁଦ୍ଧ ନଥିଲା। ତୋର ଯୁଦ୍ଧ ଥିଲା ଅର୍ଜୁନଙ୍କ ସହିତ। ତୁ ଅସ୍ତ୍ର ଛାଡ଼ିଲୁ କାହିଁକି? ସେଥିପାଇଁ ତୁ ଆଜି ସରଶଯ୍ୟାରେ କରିଛୁ। ତୋର ଯୁଦ୍ଧ ଶିଖଣ୍ଡୀ ପାଇଁ ନୁହେଁ। ତୋ ଯୁଦ୍ଧ ତୋ ଟାର୍ଗେଟ ଥିଲା ଅର୍ଜୁନ। ନା ମା ଏ ମୋର ଭୁଲ। ନା ପଞ୍ଚମ କାରଣ ନା କଣ ପାଇଁ ମୁଁ ସରଶଯ୍ୟା ହେଇଛି? ନା ତୋ ବାପ ବାହାଘର ମଧ୍ୟସ୍ଥି ହେଲୁ କାହିଁକି? ତୋ ବାପ ବାହାଘରରେ ମଧ୍ୟସ୍ଥି ହେଲୁ କାହିଁକି? ଶାନ୍ତନୁର ନାରୀ ବିବାହ ସୁଶେ ଥିଲା। ତୁ କାହିଁକି କହିଲୁ ମୁଁ ବାହା ହେବିନି? ତୋ ପାଇଁ ଯୋଉ କନ୍ୟା ଲାଗିଥିଲା ତୁ ମଧ୍ୟସ୍ଥି ତୋ ବାପାକୁ ବାହା ଦେଲୁ। ଏ ପାଞ୍ଚଟି ତୁ କାମ କରିଛୁ ବେଲେ ଆଜି ସରଶଯ୍ୟାରେ ହେଇଛୁ। ଭୀଷ୍ମ ଚମତ୍କାର ଉତ୍ତର ଦେଲେ। ମୁଁ କହିଛି କାଲି ତୁମର ସାମାନ୍ୟ ମାତ୍ର ଯୋଗ୍ୟତା ନାହିଁ ଆଜ୍ଞା ଭାଗବତ କହିବା ପାଇଁ। ଭାଗବତ ଗାଇବାକୁ ହେଲେ ସେତିକି ଜ୍ଞାନ ଥିବା ଦରକାର ଯେତିକି ଗୁରୁଙ୍କୁ ଆଜ୍ଞା ପ୍ରାପ୍ତ। ପିତାମହ ଭୀଷ୍ମ କହିଲେ ମା ତୁମେ ଠିକ କହିଲ କିନ୍ତୁ ମୁଁ ଯୋଡ଼ିଏ କାର୍ଯ୍ୟରେ ଭାରି ସନ୍ତୁଷ୍ଟ ହେଇଛି। ନା କଣ? ନା ମୁଁ ସନ୍ତୁଷ୍ଟ ଏଇଥିପାଇଁ ମୁଁ ବାବାଙ୍କ କଥାକୁ ପାରିଛି। ମୋ ବାବାଙ୍କ ଲାଳସା ଥିଲା ମୋ ପାଇଁ ଯୋଉ ବିବାହ ଲାଗିଥିଲା ତାକୁ ବାହା ହେବା ପାଇଁ। ତେଣୁ ମୁଁ ଆଣିକିରି ବିବାହ ଦେଇଛି। ତେଣୁ ବାବାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିଛି। ମୋ ପୁତ୍ରର କାମ କରିଛି। ମୁଁ ସେଥିପାଇଁ ଖୁସି। ନା ଆଉ ନା ଦ୍ୱିତୀୟ କାରଣ ଚମକି ଉଠିଲେ ଗଙ୍ଗା। କେତେ ବଡ଼ ଜ୍ଞାନୀ ହେଉଛନ୍ତି ପିତାମହ ଭୀଷ୍ମ। କାରଣ ଆମର 12 ଜଣ ଯୋଉ ଅଛନ୍ତି ଭାଗବତ ତା ଭିତରେ ଭୀଷ୍ମ ଅଛନ୍ତି। କହିଲେ ମା ଆପଣ କହୁଛନ୍ତି କୁଳ ବଧୂ ବଡ଼ ବୋହୂ ଯେତେବେଳେ ବିଭୀଷଣ ହଉଥିଲା ମୁଁ କାହିଁ ନୀରବ ଥିଲି?
ମୁଁ ନିଜକୁ ବଡ଼ କରିବା ପାଇଁ ନିରବ ନଥିଲି ମା ଯଦି ମୁଁ ବିରୋଧ କରିଦେଇଥାନ୍ତି ବସ୍ତ୍ର ହେଇନଥାନ୍ତା କିନ୍ତୁ ମୁଁ ନିରବ ହେଲି କାହିଁକି କୃଷ୍ଣଙ୍କୁ ବଡ଼ କରିବା ପାଇଁ ବୋଲିଏ ବୃନ୍ଦାବନ ବିହାରୀ ଲାଲ କାହାକୁ ବଡ଼ କରିବା ପାଇଁ କୃଷ୍ଣଙ୍କୁ ବଡ଼ କରିବି କାରଣ କୃଷ୍ଣ କୋଟି ବସ୍ତ୍ର ଦେବେ ଜଗତରେ ଭୀଷ୍ମ ନାଁ ନ ରହୁ ଜଗତରେ ମୋର ଜଗନ୍ନାଥର ନାଁ ରହୁ ବୋଲ ଜଗତର ନାଥ ଜଗନ୍ନାଥ ମୁଁ ଭଗବାନଙ୍କୁ ବଡ଼ କରିବା ପାଇଁ କରିଛି ମା ମୁଁ 700 ଥର ମଧ୍ୟ ସରସଜ୍ଜାରେ ଶୋଇଲେ ମୋର ଦୁଃଖ ନାହିଁ ନା ଅପେକ୍ଷା କରିଛୁ କାହାକୁ 77 ଦିନ ଆଜ୍ଞା ସରସଜ୍ଜାରେ ଶୋଇଛନ୍ତି ପିତାମହ ଭୀଷ୍ମ ଶାସ୍ତ୍ର ପଢ଼ନ୍ତୁ ଆମେ ଅନୁମାନରେ କହୁନୁ ଆଜ୍ଞା ମାଘ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପିତାମହ ଭୀଷ୍ମ ଆଜ୍ଞା ଦେହାନ୍ତ ହେଲା ମହାପ୍ରାଣ ଗଙ୍ଗା ମା ପଚାରିଲେ ତୁ କାହାକୁ ଅପେକ୍ଷା କରିଛୁ କାହିଁ ମରୁନୁ ତୋ ଇଚ୍ଛା ମୃତ୍ୟୁ ମୁଁ ତତେ ଦେଇଛି କାହିଁ ତୁ ମରି ପାରୁନୁ ନା ମା ଚମତ୍କାର ଉତ୍ତର ଦେଲେ ପିତାମହ ଭୀଷ୍ମ କହିଲେ ମା ନା କଣ ନା ମୁଁ ଉତ୍ତରାୟଣକୁ ଅପେକ୍ଷା କରିଛି କାହାକୁ ଆଜ୍ଞା ଉତ୍ତରାୟଣ କଣ ଆମର ଯୋଡ଼ିଏ ଗତି କୁହାଯାଉଛି ଆହ୍ନିକ ଗତିରେ ଗୋଟେ ଉତ୍ତରାୟଣ ଗତି ଗୋଟେ ଦକ୍ଷିଣା ଗତି କିନ୍ତୁ ସେ ଉତ୍ତରାୟଣକୁ ଅପେକ୍ଷା କରିଥିଲେ ଅର୍ଥ ଉତ୍ତର ଯୁକ୍ତ ଅୟନ ଉତ୍ତରାୟଣ ଅମିଶା ହେଇଛି ଅର୍ଥ ଉତ୍ତରା ଅୟନ ଅର୍ଥ ଉତ୍ତରା ପେଟରେ ଯିଏ ପଶିଥିଲେ ସେ କିଏ ଭଗବାନ କୃଷ୍ଣ ପରୀକ୍ଷିତକୁ ରକ୍ଷା କରିବା ପାଇଁ ମୁଁ ସେଇ କୃଷ୍ଣଙ୍କୁ ଅପେକ୍ଷା କରି ସେଇ ହଉଛନ୍ତି ଉତ୍ତରାୟଣ ବୋଲ ବୃନ୍ଦାବନ ବିହାରୀ ଲାଲ କି ମୁଁ ଏ ଗତି ଉତ୍ତରାୟଣକୁ ଅପେକ୍ଷା କରିନି ଆଜ୍ଞା ମୁଁ କାହାକୁ ଅପେକ୍ଷା କରିଛି ମୁଁ କୃଷ୍ଣଙ୍କୁ ଦର୍ଶନ କରିବି ସେ ହେଲେ ଉତ୍ତରାୟଣ ଅର୍ଥ ଉତ୍ତରା ଗର୍ଭରେ କିଏ ପଶିକରି ପରୀକ୍ଷିତକୁ ରକ୍ଷା କରିଥିଲା କହୁନାହାନ୍ତି କୃଷ୍ଣଙ୍କୁ ମୁଁ ଅପେକ୍ଷା କରି କୃଷ୍ଣ ଯେହେତୁ ଉତ୍ତରା ଗର୍ଭରେ ଥିଲେ ତେଣୁ ତାଙ୍କ ନାଁ ହେଉଛି ଉତ୍ତରାୟଣ ମୁଁ ସେଇ କୃଷ୍ଣ ବାସୁଦେବଙ୍କୁ ଅପେକ୍ଷା କରିଛି ବୋଲିଏ ବୃନ୍ଦାବନ ବିହାରୀ ଲାଲ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଜୟ ରାଧେ জয় কৃষ্ণ জয় বৃন্দাবন জয় রাধে জয় কৃষ্ণ জয় বৃন্দাবন গিরিধারী গোপীনাথ মদন মোহন गिरिधरे गोपीनाथ मदन मोहन जय राधे जय कृष्ण जय बृंदावन आज्ञा माँ को पार्टी कथा शुणिनी कृष्ण भगवान पंच पांडव नहीं पहुंची गले द्रौपदी सहित पितामह भीष्म अंतिम शଯ୍ୟାରେ जटायु मध्य अंतिम केते पर्टिकुलर हुंतु पुरा दुई जन को आज्ञा से दिव्य गति देइछन्ति जणे सरसज्या पाइछि जणे ब्रह्मर कोल पाइछि जटायु भगवान कृष्ण तले पहुंची गले पितामह भीष्म हाथ जोड़िले कृष्ण कहले कौन पाई पितामह मते हाथ जोड़ुछन्ति ना केशव कथा मन पड़िला कारण कृष्ण द्वारिका जाउथिले कुंती कहले प्रभु जाओ ना युधिष्ठिर कहले आपण जानतुनी हमकु छाड़ी सखा अर्जुन कहले आपण जानतुनी छाड़ी द्रौपदी कहले भगवान आपण जानतुनी समस्त अनुरोध कले कृष्ण किंतु द्वारिका जावाक बाहरी कृष्ण गले अधा बाटू फेरी आसी कुंती हसिले कहले पुओ माने जानिल मो कथा मानिक मोर पुतुरा आसी द्रौपदी कहले नाई माँ मते कृष्ण सखी डाकती तो मो डाक शुणिक से आसछन्ति मो कथा रखी पंच पांडव से कथा भी कहले आम कथा मानिक केशव आसछन्ति कृष्ण को पचरा गले तुम कहा आसी ना मु आसी केवल पितामह भीष्म को देखा करिया मोर मने पड़ी गला पितामह भीष्म मते अपेक्षा करिछन्ति सिम से सरसज्जारे रहिबे तांको कष्ट को लाभ करिया पई आसी सेठी पितामह भीष्म कहिले केशव मने पड़ी ना ना मु आपन को जानि छी प्रभु ना कौन जानि छी ना प्रभु आपण एमिति भगवान
ଯୁଦ୍ଧ କ୍ଷେତ୍ରରେ ବି ଆପଣ ଗୀତା ଗାଇ ପାରନ୍ତି। ଯୋଉଠି ପ୍ରତି ମୁହୂର୍ତ୍ତରେ କାହାର ମୁଣ୍ଡ ଯିବ, କାହାର ଗଣ୍ଡି ଛିନ୍ନ ହେଇଯିବ, ଇୟତା ନାହିଁ, କହି ହବନି, ସେଇ ଘଡ଼ି ସନ୍ଧି ମୁହୂର୍ତ୍ତରେ ଆପଣ ଗୀତା ବି କହିପାରନ୍ତି। ଆଉ ଆପଣ ବି ବଂଶୀ ଧରି ରାସ ବି କରିପାରନ୍ତି। କୃଷ୍ଣ କହିଲେ ଆଜି ସେ କଥା କାହିଁକି ଭୀଷ୍ମ? ନା ମୁଁ କହୁଛି ଏଇଥିପାଇଁ ମୋର ଗୋଟେ ଝିଅଟେ ଅଛି, ମୁଁ ଆପଣଙ୍କୁ ବିବାହ ଦେବି। ଚମକି ଉଠିଲେ ପାଣ୍ଡବ ମାନେ, ଦ୍ରୌପଦୀ କୁନ୍ତି ଚମକି ଉଠିଲେ। ଆଜୀବନ ବ୍ରହ୍ମଚାରୀ କିଏ ସେ? ପିତାମହ ଭୀଷ୍ମ କହୁଛନ୍ତି ମୋର ଗୋଟେ ପରସ୍ପର ଫୁସଫାସ ଗୁଡା କୋଉଠି ଲୁଚେଇକି କୋଉଠି ପ୍ରେମ କରିଛି। କଣ କହିଲାଣି? ଝିଅ ବାହାଦୁର। କୃଷ୍ଣ କହିଲେ ଆପଣଙ୍କର ଝିଅ? ନା ହଁ ମୋର ଗୋଟେ ଝିଅ ଅଛି, ତମକୁ ଦେବି। କୃଷ୍ଣ ମହା ଚାଲା, ମୁଁ କହିଛି ନା କୃଷ୍ଣ ପ୍ଲେନ ବଂଶୀ ଧରନ୍ତି ସିଧା, କିନ୍ତୁ ବଡ ବଙ୍କା ସିଏ। ରାମ ଦେଖିବାକୁ ସିଧା, ତାଙ୍କ ଧନୁ ପୁରା ବଙ୍କା। କୃଷ୍ଣ କହିଲେ ତମ ଝିଅକୁ ମତେ ବାହା ଦବ? ଦେବି। ନା ବରର ଯୋଗ୍ୟତା ଦେଖାଯାଏ? ନା ମୁଁ ଦେଖିଛି ତମ ଯୋଗ୍ୟତା। ନା ଝିଅକୁ ଦେଲେ ବାପା ମାନେ ବରର ଯୋଗ୍ୟତା ଦେଖନ୍ତି? ନା ମୁଁ ଦେଖିଛି। ନା ମୋର ତ କିଛି ଯୋଗ୍ୟତା ନାହିଁ, ବେଶୀ ପାଠ ପଢିନି, ଗୋପାଳ ଘରେ ଜନ୍ମ ହେଇଛି, ଗାଈ ଚରେଇବାରେ ଦିନ ଚାଲିଗଲା। ଆଉ ବରକୁ ଦେଖାଯାଏ ରୂପରେ, ମୁଁ ତ ଦେଖିବାକୁ କଳା, ରୂପ ବି ସେତେ ଭଲ ନୁହଁ, ମୋ ଶିକ୍ଷାତ ଯୋଗ୍ୟତା ବି ସେତେ ଭଲ ନୁହଁ। ଆଉ ମୋର ଯଦି ଦେଖିବେ ବାପା ମା କୁ ଠିକ ଅଛି, କିଏ ମତେ କହୁଛି ଯଶୋଦା ପୁଅ, କିଏ କହୁଛି ଦେବକୀ, ବୋପା ମାରି ବି ଠିକ ନାହିଁ। ଆଉ ମୋର କଣ ତମେ ଦେଖିକି ଝିଅକୁ ଦବ? ନା ପ୍ରଭୁ ମୁଁ ଦେଖିଛି, ସେ ରୂପ ନୁହେଁ। ନା କୋଉ ରୂପ? ନା ମୋତେ ସେହି ରୂପ ଦେଖାओ ହରି, ମୋତେ ସେହି রূপ দেখা হরি। জয় শ্রী রাধে রাধে, জয় শ্রী রাধে রাধে, বলি ডাকে বাঁশরি, মতে সেই রূপ দেখা হরি, মতে সেই রূপ দেখা হরি। শ্রীপাদরে দান নেই, বড়িকি পাতাড়ে থই, শ্রীপাদরে দান নেই, বড়িকি পাতাড়ে থই। তেণু করি শুক্রমন্ত্রী, তেণু করি শুক্রমন্ত্রী, নয়নরে কোষ ভরি, দেখা হরি মতে। আরে দেহ যদি নহলে আজ্ঞা কি প্রবন্ধ তোমা? দেখা হরি। জয় শ্রী রাধে রাধে, জয় শ্রী রাধে রাধে, বলি ডাকে মাসরি, মতে সেই রূপ দেখা হরি, মতে সেই রূপ দেখা হরি। কৃষ্ণ ভগবান জগত গুরু পচারুছন্তি বসুদেবং সুতম দেব কংস চাণুর মর্দন দেবকী পরমানন্দ কৃষ্ণ বন্দে জগত গুরু ভগবান জগত গুরু পচারুছন্তি পিতামহ ভীষ্ম। মোর কি রূপ তুমি দেখিছ? না প্রভু মু দেখিছি রূপ। না কি রূপ? না প্রভু আপন ভক্তর টেক রক্ষা পাই নিজে হারি যান্তি, মু এ রূপ দেখিছি। বল বৃন্দাবন বিহারী লাল। ভক্তকু বড় করিবা পাই, ভক্তকু শ্রেষ্ঠত্ব প্রদান করিবা পাই আপন নিজে হারি যাইছন্তি, সে রূপ মু দেখিছি। না কেবে? না যৌদিন তমর মোর জিদ পড়িছিলা, রাতি পাইলে মু সত্য করিছিলি অপাণ্ডব রাজ্য করিবি, মারিবি পঞ্চু পাণ্ডব। তুমি বি সেদিন সত্য করিছিল, মু তমকু অপাণ্ডব করেই দেবি নাহি। পিতামহ ভীষ্ম কহিলে কৃষ্ণ মনে পড়ুছি, জগৎগুরু আপন, মু কোন কহিছিলি?
ଆପଣ ସତ୍ୟ କରିଛନ୍ତି ମହାଭାରତ ଯୁଦ୍ଧରେ ଅସ୍ତ୍ର ଧରିବେ ନାହିଁ। ମୁଁ ଆଜି ସତ୍ୟ କରୁଛି ମୁଁ କାଲି ସକାଳେ ତମକୁ ଅସ୍ତ୍ର ଧରେଇ ଦେବି, ଯଦି ନ ଧରେଇ ଦେବି ମୁଁ ହେବି ଅଣବାବୁଆ ଛୁଆ। କୃଷ୍ଣ ବି କହିଲେ ତମେ ଯଦି ମତେ ଅସ୍ତ୍ର ଧରେଇ ଦେବ ତାହେଲେ ମୁଁ ହେବି ଅଣବାବୁଆ ଛୁଆ। ହଁ କି ନା ଟିକେ ପିତାମହ ଭୀଷ୍ମ କହୁଛନ୍ତି ମୁଁ କାଲି ତମକୁ ଅସ୍ତ୍ର ଧରେଇ ଦେବି, ଏମିତି ଯୁଦ୍ଧ କରି ତମେ ବାଧ୍ୟ ହବ ଅସ୍ତ୍ର ଧରିବାକୁ। କୃଷ୍ଣ କହୁଛନ୍ତି ମୁଁ ସତ୍ୟ କରିଛି ମାନେ ଅସ୍ତ୍ର ଯଦି ଯିଏ ଜିତିଯିବ ସେ ଅଣବାବୁ ଅଛୁ ଅନ୍ୟ ଜଣେ ହବ। ହଁ କି ନା ଟିକେ ଯିଏ ହାରିବ ସେଦିନ ସକାଳେ ପ୍ରଭୁ ମନେ ପକାନ୍ତୁ ମୁଁ ଅର୍ଜୁନ ଉପରେ ଏମିତି ଅସ୍ତ୍ର ପ୍ରୟୋଗ କଲି ଆପଣଙ୍କ ସଖା ଉପରକୁ ଆପଣ ବାଧ୍ୟ ହୋଇ ରଥ ଚକ ଧରିକି ମତେ ଗୋଡେଇଲେ ମାରିବା। ରଥ ଚକକୁ ଧରି ଆପଣ ଗୋଡେଇଛନ୍ତି, କହିଥିଲେ ମୁଁ ଅସ୍ତ୍ର ଧରିବେନି। ତେଣୁ ଆପଣ ସେଇ ଭଗବାନ ସେଇ ରୂପ ମୁଁ ଦେଖିଛି ଯିଏ ଭକ୍ତକୁ ବଡ କରିବା ପାଇଁ ନିଜ ସତ୍ୟକୁ ପ୍ରତିଜ୍ଞାକୁ ପରାହତ କରିଦେଲେ। ବୋଲ ବୃନ୍ଦାବନ ବିହାରୀ ଲାଲ, ମୁଁ ସେ ରୂପ ଦେଖିଛି। ନା ଆଉ ନା ଗୋଟିଏ ହାତରେ ଆପଣ ଗୀତା ବୁଝଉଛନ୍ତି, ଗୋଟିଏ ହାତରେ ଧରିଛନ୍ତି ଲଗାମ। ହଁ କି ନା ଟିକେ କୁହନ୍ତୁ ଆଜ୍ଞା, ଜଣେ ଲଗାମ ଧରିବ ଘୋଡାର, ରଥ ଚଳେଇବ, ଗୀତା କହିବ ଆଜ୍ଞା ଏ କାଠିକର ପାଠ ନୁହେଁ। ମୁଁ ସେ ରୂପ ଦେଖିଛି ପ୍ରଭୁ, ତେଣୁ ମୋତେ ସେହି ରୂପ ଦେଖାଅ ରେ ମୋତେ ସେହି ରୂପ ଦେଖାଅ ରେ। ଜୟ ଶ୍ରୀ ରାଧେ ରାଧେ, ଜୟ ଶ୍ରୀ ରାଧେ ରାଧେ ବୋଲି ଡାକେ ମାସରେ ମୋତେ ସେହି ରୂପ ଦେଖାଅ ରେ। ପିତାମହ ଭୀଷ୍ମ କହିଲେ ପ୍ରଭୁ ଆପଣଙ୍କୁ ଗୋପୀ ମାନେ ସରଳ ବଣି ଦେଇଥିଲେ, ଯଶୋଦା ଆପଣଙ୍କୁ ଛେନା କ୍ଷୀର ଦହି ଦେଇଥିଲା, କିଏ କେତେ ଆପଣଙ୍କୁ ଫୁଲମାଳ ଦେଇଛନ୍ତି, କିନ୍ତୁ ମୁଁ ଏଡ଼ିକି ଅଧମ ସେବକ ମୁଁ ଆପଣଙ୍କୁ ଅସ୍ତ୍ରମାଳ ଦେଇଛି। ବାଣ ପ୍ରୟୋଗ ଆପଣଙ୍କ ଛାତି କରିଛି, ହାତକୁ କରିଛି, ଦେହକୁ କରିଛି। କିଏ ଫୁଲମାଳ ଆପଣଙ୍କୁ ଦେଇଛି, କିଏ ଆପଣଙ୍କୁ ଛେନା ଦେଇଛି, ଦହି ଦେଇଛି, ମାଖନ ଦେଇଛି, ସରଳ ବଣି ଦେଇଛି, ମୁଁ ଆପଣଙ୍କୁ ସ୍ୱର ଦେଇଛି। ତଥାପି ଆପଣ ଏତେ ଦୟାଳୁ ପ୍ରଭୁ, ସେ ରୂପ କି ରୂପ ଆପଣ ମତେ ଆସି ଶେଷ ଦର୍ଶନ ଦେବାକୁ ଆସିଛନ୍ତି। ବୋଲ ବୃନ୍ଦାବନ, ଏତିକି କରୁଣାମୟ ହଉଛନ୍ତି ମୋ ଭଗବାନ କୃଷ୍ଣ। ଆଜ୍ଞା ଯିଏ ଯାହାକୁ ଟେକାଟେ ପକେଇଥିବ ମଲା ବେଳେ ସେ ଯାଇ ତାକୁ ଦେଖା କରିବାକୁ ଯିବ। ହଁ କି ନା ଟିକେ କୁହନ୍ତୁ ନା, ସେ ନିଶ୍ଚିତ ରାଗ ରଖିବ ମତେ ଟେକା ମାରିଛି ମୁଁ ତା ଘରକୁ ଯିବି। କିନ୍ତୁ କୃଷ୍ଣ କେତେ ପରମ ଦୟାଳୁ, ମତେ ଏତେ ସ୍ୱର ମାରିଛି ପିତାମହ ଭୀଷ୍ମ, କିନ୍ତୁ ତଥାପି କୃଷ୍ଣ ଯାଇ ସେଠି ପହଞ୍ଚିଲେ, କହିଲେ ପ୍ରଭୁ ଇଏ ଯୋଗ୍ୟତା କାହାର ଅଛି ଯେ ଗୀତା ଗାଇପାରେ ଯୁଦ୍ଧ କ୍ଷେତ୍ରରେ ଲଗାମ ଧରି, ଯିଏ ଫୁଲମାଳ ପାଇବା ଲୋକ, ସରଳ ବଣି ଖାଇବା ଲୋକ, ସେ ମୋଠୁ ବାଣ ସହିପାରେ। ହଁ କି ନା ଟିକେ କୁହନ୍ତୁ, ଯିଏ ଭକ୍ତକୁ ଶ୍ରେଷ୍ଠ କରେ, ନିଜ ପ୍ରତିଜ୍ଞାକୁ ନିଜେ ହାରି ଯାଆନ୍ତି, ଭକ୍ତକୁ ବଡ କରିଦିଅନ୍ତି, ସେ ରୂପ କଣ ଆପଣଙ୍କର ନାହିଁ ପ୍ରଭୁ? ନା ଅଛି। ନା ମୁଁ ସେଇଥିପାଇଁ ମୋ ଝିଅକୁ ଦେବି ଆପଣଙ୍କୁ। ବୋଲ ବୃନ୍ଦାବନ ବିହାରୀ ଲାଲ। କୃଷ୍ଣା ପଚାରି ଦେଲେ, କହିଲେ ପିତାମହ ଆପଣଙ୍କ ଝିଅ? ନା ସେ କୋଉ ଝିଅ ନୁହେଁ, ମୋର ବୁଦ୍ଧିଟା ହଉଛି ଝିଅ, ମୋର ବୁଦ୍ଧି ଦଉଛି ଝିଅ। ମୁଁ ଏ ବୁଦ୍ଧିଟିକୁ ଆଜି ମୋ ଭଗବାନଙ୍କୁ ଦଉଛି। ବୋଲ ବୃନ୍ଦାବନ ବିହାରୀ ଲାଲ। ତାହେଲେ ଭୀଷ୍ମଙ୍କ ଝିଅ କିଏ? କିନ୍ତୁ ଆମ ବୁଦ୍ଧିକି ଆମେ କୋଉଠି ଲଗାଉଛେ? କେମିତି ବକ୍ତାକୁ ପରାଜିତ କରିବା। କୁଆଡୁ ଅଖାଡୁଆ ପ୍ରଶ୍ନ ପଚାରେ, ସେ ଯେମିତି କିଛି ଆମ ବୁଦ୍ଧି ଲଗାଉଛେ, ଭଗବାନଙ୍କୁ ବି ସମାଲୋଚନା କରିବାକୁ ଛାଡୁ। ହଁ କି ନା ଟିକେ କହୁନାହାନ୍ତି? ଆମ ବୁଦ୍ଧି କେବଳ ଭଗବାନଙ୍କୁ କଣ କରିବା? ସମାଲୋଚନା କରିବା, ବକ୍ତାକୁ ବେଜିତି କରିବା। ହଁ କି ନା ଟିକେ ତେଣୁ ଆମ ବୁଦ୍ଧି ଆଜ୍ଞା କାହା ପାଖେ ଲାଗିବା କଥା? ଭଗବାନଙ୍କ ପାଖେ ଲଗାନ୍ତୁ। ତର୍କ ବିତର୍କ କୁତର୍କରେ ନୁହେଁ। ବୋଲ ବୃନ୍ଦାବନ ବିହାରୀ ଲାଲ କି। ରାଧେ ରାଧେ ଜପା କର, କୃଷ୍ଣର ସତିଆ କର। ରାଧେ ରାଧେ ଜପା କର, কৃষ্ণর সপিয়া করো, রাধে রাধে জপা করো, কৃষ্ণর সপিয়া করো, পিয়া করো, পিয়া করো, पिया करो, पिया करो, রাধে রাধে জপা করো, কৃষ্ণর সপিয়া করো, রাধে রাধে जपा करो, ईश्वर पिया करो। बोल बोल श्री राधे, भज मन श्री राधे, भज मन श्री राधे, भज मन श्री राधे,
भज मन श्री राधे 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 भज मन श्री राधे